ବାଳ କି ସମୟ ଆସିକି ପହଞ୍ଚିଲା। ଏ ବାଳ ନେତା ମନ୍ତ୍ରୀକୁ ଆମେ ଭୋଟ ଦେଇକି ଜିତେଇବୁ ଶଳା ଆମର ସୁବିଧା ସୁଯୋଗ କରିବା ପାଇଁ, ଆମକୁ ଟିକେ ଶାନ୍ତିରେ ରଖିବା ପାଇଁ। ହେଲେ ଶଳେ ଆମକୁ କହୁଛନ୍ତି ଘରେ ବସ, ଗାଡି ମଟର ଧରିକି ପେଟ୍ରୋଲ ପୋଡନା, ଖାଇବାରେ କମ ତେଲ ପକେଇକି ରୋଷେଇ କର। ଏଟା ବି ଗୋଟେ ଦେଶଭକ୍ତି। ତାହେଲେ ତମେ ଶଳା ଗୁଡା ହଉଛ ଗୋଟେ ଦେଶଦ୍ରୋହୀ। ଆରେ ଶଳେ ଇଲେକ୍ସନ ରାଲି ଆଉ ପ୍ରଚାରରେ ହଜାର ହଜାର ଲିଟର ପେଟ୍ରୋଲ ଆଉ ଡିଜେଲ କିଏ ପୋଡିଥିଲା ରେ? କୋଟି କୋଟି ଟଙ୍କା ବ୍ୟାନର ଆଉ ପୋଷ୍ଟରରେ କୋଉ ଶଳା ସାରିଥିଲା ରେ? ଆରେ ଶଳେ ସେଗୁଡା କଣ ତମ ବାପା ପଇସା? ଶଳା ଆମେ ତମକୁ ଭୋଟ ଦେଇକି ଜିତେଇବୁ ଆମକୁ କମ୍ଫର୍ଟରେ ରଖିବା ପାଇଁ, ହେଲେ ତମେ ଶଳା କମ୍ଫର୍ଟରେ ରହିବା ପାଇଁ ଆମକୁ କହିବ କମ୍ପ୍ରମାଇଜ କର। ଏଇଟା ହଉ ଶଳା ତମ ଦେଶଭକ୍ତି? ଶଳା ରେପିଷ୍ଟ ମର୍ଡରଙ୍କୁ ଏମଏଲଏ ଏମପି ଟିକେଟ ଦେଇକି ଇଲେକ୍ସନ ଜିତେଇବ, ଏଇଟା ହଉ ଶଳା ତମ ଦେଶଭକ୍ତି? ଶଳା ଆମକୁ ଇଲେକ୍ସନ ଟାଇମ ରେ କହିଲ 300 ୟୁନିଟ ବିଜୁଳି ଫ୍ରି ଦିଆହବ। ଆରେ ଶଳେ ଦେଲ? ମିଛ ପ୍ରତିଶ୍ରୁତି ଦେଖେଇକି ଲୋକଙ୍କ ପାଖରୁ ଭୋଟ ନବା, ଏଇଟା ହଉ ଶଳା ତମ ଦେଶଭକ୍ତି? ଶଳା ଆମରି ପଇସାରେ ନିଜ ଘରେ 6 ଜଣ 9 ଭଜା କରିକି ଖାଇବ, ଆମକୁ କହିବ ଶଳା ଉପାସ ରୁହ। ତମେ ତ ଗୋଟେ ବଡ ଦେଶଭକ୍ତ, ତମେ ଶଳା 2 ଟାଇମ ଖାଇବା ବନ୍ଦ କରିଦଉନ। ଆଉ ଯୋଉ ଆମର ଅନ୍ଧଭକ୍ତ ଗୁଡା ରହିଲ, ଯାଅ ବାପା କହିଲେଣି ବା ତେଲ ଖାଅ ନା, ଘରକୁ ଯାଅ ରୋଷେଇ ଘରୁ ତେଲ ଡବା ଫବା କାଢି ଫୋପାଡି ଦିଅ। ଆଉ ଯେ ବାପା କଥା ନ ମାନିକି ଅଧିକା ତେଲ ଖାଉଛି, ଦେଶଦ୍ରୋହୀ କହି ସୋସିଆଲ ମିଡିଆରେ ଭୁକିବା ଆରମ୍ଭ କରିଦିଅ। ଆଉ ଶଳା ମୂର୍ଖ ମାନଙ୍କୁ ରାଜଗାଦିରେ ବସିଲେ ଯାହା ପରିସ୍ଥିତି ହୁଏ ସେଇ ପରିସ୍ଥିତି ଆସିକି ପହଞ୍ଚିଲା। ଆଉ କଥାରେ ଅଛି ମାଙ୍କଡ ହାତରେ ଶାଳଗ୍ରାମ ଦେଲେ ଯାହା ହୁଏ ଆଉ।